ଜୀବନଚର୍ଯ୍ୟା ବିଜ୍ଞାନର ଷଷ୍ଠ ଅଧ୍ୟାୟ ସେଇଟା ଉପରେ ଆସନ୍ତୁ ଆଜି ଗୋଟେ ଛୋଟ ଆଲୋଚନା କରିବା। ସ୍ୱାମୀ ଶଙ୍କରାନନ୍ଦ ସରସ୍ୱତୀଙ୍କର ଏହି ଲେଖାରେ ସନ୍ଧ୍ୟା ଉପାସନା ଆଉ ପ୍ରାଣାୟାମ ପଛର ଗଭୀର କଥାକୁ ବୁଝାଇଛନ୍ତି। କେମିତି ଏହି ଅଭ୍ୟାସଗୁଡ଼ିକ ଆମ ମନ, ଆମ ଶରୀର, ଏପରିକି ଆମ ଆୟୁଷ ସହିତ ସିଧାସଳଖ ଜଡ଼ିତ ସେଟା ଜାଣିବା ବହୁତ ଜରୁରୀ। ତେବେ ପ୍ରଥମ ଆସେ ସନ୍ଧ୍ୟା ଉପାସନାର ମହତ୍ତ୍ୱ। ଆଚ୍ଛା, କାହିଁକି ଏହି ସମୟ ଏତେ ଗୁରୁତ୍ୱପୂର୍ଣ୍ଣ? କାରଣ ଯେତେବେଳେ ଦିନ ଆଉ ରାତିର ମିଳନ ହୁଏ, ଠିକ୍ ସେତେବେଳେ ଆମ ଶରୀରରେ ପ୍ରାଣ, ଯାହା ସୂର୍ଯ୍ୟ ଦ୍ୱାରା ନିୟନ୍ତ୍ରିତ, ଆଉ ମନ, ଯାହା ଚନ୍ଦ୍ର ଦ୍ୱାରା ନିୟନ୍ତ୍ରିତ, ସେମାନଙ୍କର ସନ୍ଧି ହୁଏ। ଏହି ସମୟରେ ସତ୍ତ୍ୱଗୁଣ ବଢ଼ିଯାଏ, ଆଉ ଧ୍ୟାନ ପାଇଁ ଏହାଠୁ ଭଲ ସମୟ ଆଉ କିଛି ନାହିଁ। ଦ୍ୱିତୀୟରେ ଆସନ୍ତୁ ଦେଖିବା ପ୍ରାଣାୟାମଙ୍କର କଥା। ଆପଣ ଜାଣନ୍ତି କି, ଆମ ଜୀବନ ବର୍ଷେ ନୁହେଁ, ବରଂ ଆମେ ନେଉଥିବା ଶ୍ୱାସର ସଂଖ୍ୟାରେ ମପାଯାଏ। ପ୍ରାଣାୟାମ ସେହି ଶ୍ୱାସକୁ ସଞ୍ଚୟ କରିବାରେ ସାହାଯ୍ୟ କରେ। ଏହା କେବଳ ମନକୁ ଶାନ୍ତ କରେନି, ବରଂ ଫୁସ୍ଫୁସ୍ର କ୍ଷମତା ବଢ଼େଇ ଆମ ଆୟୁଷକୁ ବି ବଢ଼େଇଥାଏ। ଆଉ ଶେଷରେ ହେଉଛି ସଂକଳ୍ପର ଶକ୍ତି। କୌଣସି ବି କାମ କରିବା ପୂର୍ବରୁ ଗୋଟେ ଦୃଢ଼ ସଂକଳ୍ପ ନେବା ବହୁତ ଜରୁରୀ। ଏହା ସହିତ ପ୍ରାଣାୟାମର ସବୁଠୁ ଉଚ୍ଚ ଅଭ୍ୟାସ ଦ୍ୱାରା ମୋକ୍ଷ ବି ସମ୍ଭବ। ମାନେ, ମୃତ୍ୟୁ ସମୟରେ ପ୍ରାଣକୁ ବ୍ରହ୍ମରନ୍ଧ୍ର ବା ଆମ ମସ୍ତିଷ୍କର ଦଶମ ଦ୍ୱାର ଦେଇ ବାହାର କରାଯାଇପାରେ। ତେବେ ମୋଟ ଉପରେ କହିବାକୁ ଗଲେ, ଏହି ପ୍ରାଚୀନ ଅଭ୍ୟାସଗୁଡ଼ିକ କେବଳ ପରମ୍ପରା ନୁହେଁ, ବରଂ ଏକ ସୁସ୍ଥ ଆଉ ଦୀର୍ଘ ଜୀବନ ପାଇଁ ଏକ ପକ୍କା ବୈଜ୍ଞାନିକ ଉପାୟ।